ମୁଁ ବୁଲୁ ମଳିକ, ମୋ ଘର ତଳକାମପଡ଼ା, ଥାନା ତିହିଡ଼ି, ଜିଲ୍ଲା ଭଦ୍ରକ। ମୋର ଦପା ମୌଜାର 3ଟା ଖାତା, 3 ଏକର 59 ଡିସିମିଲ୍ ଜମି ମୋ ନାଁରେ ଓ ମୋ କୁସୁମାଙ୍କ ନାଁରେ ଅଛି। ମୁଁ ଗଲା ବର୍ଷ ଜୋରଜବସ୍ତି ହଳ କରିଥିବା ସମୟରେ ଜୋରଜବସ୍ତି ରାଜେନ୍ଦ୍ର ମଳିକି, ସୁଧା ମଳିକି, ପ୍ରଦୀପ ମଳିକି, ସୁମନାଥ ମଳିକି, ହରିଚନ୍ଦ୍ର ମଳିକି, ନାରାୟଣ ମଳିକି ବଳପୂର୍ବକ ବଳପୂର୍ବକ ମୋ ଜମି ଉପରେ ଜୋରଜବସ୍ତି ହଳ କରି ଚାଷ କରିଯାଇଥିଲେ। ତାପରେ ମୁଁ ତିହିଡ଼ି ଥାନା, ତିହିଡ଼ି ତହସିଲ ଗୋଟେ ଉପସ୍ଥିତ ହୋଇ ଜଣେଇଥିଲା ମଧ୍ୟରେ SDM କୋର୍ଟ, କଲେକ୍ଟର SDM କୋର୍ଟରେ ବି ଯାଇ ଉପସ୍ଥିତ ହୋଇ ଜଣେଇଥିଲି। SDM କୋର୍ଟ ଆଦେଶ ମୂଳକ ତିହିଡ଼ି ଥାନା, ତିହିଡ଼ି ତହସିଲକି ରିପୋର୍ଟ ମାଗିବାକୁ ଦେଇଥିଲେ। ତିହିଡ଼ି ଥାନା, ତିହିଡ଼ି ତହସିଲ ରିପୋର୍ଟ ବି ହାଜର କରିଥିଲା ଭିତରେ ବଳପୂର୍ବକ ଧାନ କାଟି ନେଇଥିଲେ। ଏ ବର୍ଷ ମୁଁ ହଳ କରି ସାରିବା ପରେ ଜବରଦସ୍ତ ପୁଣି ସେ ଜମିରେ ହଳ କରୁଛନ୍ତି। ମୁଁ SDM କୋର୍ଟ କଲେକ୍ଟର ପାଖରେ ହାଜର ହୋଇ ରିପୋର୍ଟ କରିଥିଲି। ରିପୋର୍ଟ କଲା ପରେ SDM କୋର୍ଟ ମାନନୀୟ SDO କୋର୍ଟ ତହସିଲଦାର ତିହିଡ଼ି ଥାନାକୁ ରିପୋର୍ଟ କରିଥିଲେ। ରିପୋର୍ଟ କରିବାରେ ତିହିଡ଼ି ଥାନା ଓ ତହସିଲ ଏପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିନାହାନ୍ତି। ବଳପୂର୍ବକ ସେ ମୋ ହଳ କରୁଥିବା ଜମି ଉପରେ ଜୋରଜବସ୍ତି ହଳ କରୁଅଛନ୍ତି। ମୁଁ ଏତିକି କଲେକ୍ଟର ମହାଶୟ ଓ ତହସିଲଦାର ମହାଶୟକୁ, ଥାନା ମହାଶୟକୁ ଅନୁରୋଧ କରୁଛି, ମୋ ଜମିକି, ମୋ ହକକୁ ମୋତେ ଫେରାଇ ଦିଅନ୍ତୁ। ହଲମାର୍କ ଅର୍ନାମେଣ୍ଟସ୍, ସ୍ୱପ୍ନରୁ ସତ ଯାଏ।